ମହାମନ୍ତ୍ରୀ এইটা কোন সেই দেবতা ମାନଙ୍କର କୁଟିଳ ଚକ୍ରାନ୍ତ ନୁହେଁ। ତାହେଲେ ସେଇ ଦେବତା କଣ ଆଜି ସାଜିଛନ୍ତି ସେଇ ମହାରାଜଙ୍କର କାଳଖଣ୍ଡକୁ ଏବଂ ସେନାଧ୍ୟକ୍ଷ କଣ ଦେଖାଅ ଦେଖାଅ ତୁମର ବଳବାନଙ୍କର ପରାକ୍ରମ ଶକ୍ତି କେତେ ଦେଖିବାକୁ ଚାହେଁ ଏ ମହାମନ୍ତ୍ରୀ ବୀର ସାତକୀ। ମହାମନ୍ତ୍ରୀ ସାତକୀଙ୍କର ଜୟ ହଉ। ଜୟ ହଉ। সেনাপতি কদম্বাসুর অস্ত্র চালনার প্রারম্ভ। এই বড় অস্ত্র চালনারে রাজা মহারাজাଙ୍କୁ পরাস্ত କରି ବୀର ଶ୍ରେଷ୍ଠ ବୁଲାଇଛି ମଥୁରା ରାଜ୍ୟରେ। ମହାରାଜ କଂସାସୁର ସାମାନ୍ୟ ସୈନ୍ୟବାହିନୀ ପ୍ରତି ମନରେ ବିବ୍ରତ, ମନରେ ଆଶଙ୍କା। ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଚତୁର୍ଥ ଦିଗରେ ସୈନ୍ୟ ସାମନ୍ତ ଅଶ୍ୱାରୋହୀ ଗଜାରୋହୀ ପଦାତିକ ସୈନ୍ୟ ସାମନ୍ତ ମୁତୟନ କରିଛି। ପିମ୍ପୁଡ଼ିଟିଏ ସୁଦ୍ଧା ପ୍ରବେଶ କରିପାରିବ ନାହିଁ। କାଳେ ବାହ ଶତ୍ରୁ ପ୍ରବେଶ କଲେ ଏଇ ମୋର ତୀକ୍ଷ୍ଣ ଅସ୍ତ୍ର ସାହାଯ୍ୟରେ ଅତି ନିର୍ମମ ଭାବରେ ଟିକି ଟିକି କରି ହତ୍ୟା କରି ପାଣି ଦେବୀ ଭୋଗିଲା ରାବଣର ଲୋକେ। ଏଇ ମୋର ପରାଘାତରୁ ଚଳିତ ଗୋଟେ ଉଡ଼ାଇବି ଗଗନ ମଣ୍ଡଳେ। ঠিক কইছ সেনাপতি, তবে ঠিক কইছ। ଅଛି ଅଛି ତମର ବଳବୀର୍ଯ୍ୟ ପରାକ୍ରମ। ହେଲେ ସେନାପତି ମହାମନ୍ତ୍ରୀ ମହାରାଜାଙ୍କର ଆଦେଶ ଅଛି ସେନାପତି। ନିଶ୍ଚୟ ଏ ମଥୁରାର ସମସ୍ତ ନର ନାରୀ ଆଗନ୍ତିକ ଅତିଥି ମାନଙ୍କର ଚିତ୍ତ ବିନୋଦନ କରିବା ପାଇଁ ଏଠି ମୁଁ କରୁଛି ରଙ୍ଗମହଲରେ ସଙ୍ଗୀତର ରଚନା କାର୍ଯ୍ୟକ୍ରମ। ନିଶ୍ଚୟ ମହାମନ୍ତ୍ରୀ। ହେଲେ ସେନାପତି ମହାମନ୍ତ୍ରୀ ଆଜି ଆସିଛନ୍ତି ମହାରାଜା କଂସଙ୍କର ଆଦେଶ ପାଇ ଆମ ମଥୁରା ରାଜ୍ୟର ଗୋଟେ ଛୋଟିଆ ଗ୍ରାମରୁ ଆସିଛନ୍ତି ଶତ୍ରୁଘ୍ନ କଳା ପରିଷଦ ଆମ ଏଇ ମହିଳାପାଲି। ନିଶ୍ଚୟ ସେମାନେ ଆମର ଏଇ ମଥୁରା ପୁରବାସୀଙ୍କୁ